ଦେଖ ବର୍ତ୍ତମାନ ସମୟରେ ତୁମର ଯୋଉ ଟାଟା ପାୱାର ରହୁଛି ଟାଟା ପାୱାର ତରଫରୁ ତମର ଭେକେନ୍ସି ଆସିଯାଇଛି ହେଲା ଠିକ ଅଛି। ଟାଟା ପାୱାର ତମର କଷ୍ଟମର ସପୋର୍ଟ ତମେ ଜାଣିଥିବ ଏଗୁଡିକ ସବୁ କଣ ଥାଏ ନା ଏମାନେ ଆଉ ଗୋଟେ ଥାର୍ଡ ପାର୍ଟି କମ୍ପାନୀ ସହିତ ଟାଇ ଅପ୍ କରନ୍ତି ଏବଂ ତାଙ୍କର ଯୋଉ ନିଯୁକ୍ତି ଗୁଡିକ ତମର ହୁଏ ସେମାନେ ଏଇ ଥ୍ରୋରେ ତାଙ୍କୁ ଚାକିରି ଦିଅନ୍ତି। ମୁଁ ପିଲାମାନେ ତୁମକୁ ଡାଇରେକ୍ଟ ଏଠି କହିବି ଯେ କେମିତି କଣ ଏଠି ଆବେଦନ କରିବ ମାନେ ତମର ଟୋଟାଲ ରହୁଛି ଏଗୁଡା ସବୁ ମେନ୍ ପାୱାର କମ୍ପାନୀ ଗୁଡିକ ରହୁଛି ତା ଥ୍ରୋରୁ ତମକୁ ଏଠି ଚାକିରି ମିଳେ। କେମିତି କଣ ଆବେଦନ କରିବ ମୁଁ ସବୁ କିଛି କହିବି, ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖ। କିନ୍ତୁ ତା ପୂର୍ବରୁ ମୁଁ ଆଉ ଗୋଟେ ଛୋଟ ଇନଫର୍ମେସନ ଦେବି। ତୁମେ ମାନେ ପଚାରୁଥିଲ ଯେ ସାର୍ ଆପଣଙ୍କର ଯୋଉ ରହିଛି ବର୍ତ୍ତମାନ ସମୟରେ ଆର୍ଆଇ ଅମିନର ନୂଆ ବେଚ୍ କେବେଠୁ ଷ୍ଟାର୍ଟ ହଉଛି? ପିଲାମାନେ ଆମର ଆର୍ଆଇ ଅମିନର ନୂଆ ବେଚ୍ ଷ୍ଟାର୍ଟ ହେଇଯାଇଛି। ଯଦି ତୁମେ ଏନରୋଲ କରିବା ପାଇଁ ଚାହୁଁଛ କାରଣ ଏଟା ଶେଷ ସୁଯୋଗ ରହୁଛି, ଯଦି ତୁମେ ଏନରୋଲ କରିବା ପାଇଁ ଚାହୁଁଛ ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି, ତମେ ମାନେ ସେଠକୁ ଯାଇକି ଏନରୋଲ କରିପାରିବ। ସମସ୍ତଙ୍କ ପାଇଁ ରହିଛି, ସମସ୍ତେ ଯାଇକି କରିପାରିବ। ଏବଂ ଆମର ଖାଲି ଏଟା ନୁହେଁ ତା ସହିତ ଆହୁରି ମଧ୍ୟ ବହୁତ ସାରା ବେଚ୍ ଆମର ଆସିଯାଇଛି। ତ ଯେମିତି ତମର ହଉଛି ଫରେଷ୍ଟର ଫରେଷ୍ଟ ଗାର୍ଡ ପାଇଁ ପ୍ରହରୀ ଏବଂ ସିଜିଏଲ ବହୁତ ସାରା ବେଚ୍ ତମର ରହୁଛି, ପିଓ ବହୁତ ସାରା ବେଚ୍ ରହୁଛି। ତମମାନେ ଯୋଉ ବେଚ୍ ବି ତମମାନଙ୍କର ଇଣ୍ଟରେଷ୍ଟ ଅଛି ତମମାନେ ଯାଇକି ଏନରୋଲ କରିପାରିବ। ତ ଏଠି ଆବେଦନ କେମିତି କରିବ ପ୍ରଥମେ ମୁଁ ଆଗେ ସେଟା ଦେଖ। ଆବେଦନ କରିବା ପାଇଁ ପିଲାମାନେ ଦେଖ ଲେଖା ହେଇଛି ଜବ୍ ଓପନିଂ ଫର କଷ୍ଟମର ସପୋର୍ଟ ଏକ୍ଜିକ୍ୟୁଟିଭ ବାଲେଶ୍ୱର ଭୁବନେଶ୍ୱର। କୋଉଠି କୋଉଠି ଆସିଛି ଆଗେ ଦେଖ, ବାଲେଶ୍ୱର ଆସିଛି, ଭୁବନେଶ୍ୱର ଆସିଛି, ତା ସହିତ ତମର ଢେଙ୍କାନାଳ ଆସିଛି ହେଲା। ତାପରେ ହଉଛି ବ୍ରହ୍ମପୁର ଆସିଛି, ଅନୁଗୁଳ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପାରାଦୀପ। ଏଇ ସବୁରେ ପିଲାମାନେ ତମର ଏଠି ରହୁଛି। କଣ ଅଧିକ ଆସିଛି ତମର ହଉଛି କଷ୍ଟମର କେୟାର ସପୋର୍ଟ, ଦରମା ତମର 13,500। କ୍ୱାଲିଫିକେସନ ତମର ହଉଛି ଗ୍ରାଜୁଏସନ, ଯଦି ତୁମ ପାଖରେ ଗ୍ରାଜୁଏସନ ଅଛି ତମ ମାନେ କରିପାରିବ। ଲୋକେସନ ହଉଛି ଓଡିଶା ସାରାର ଯେକୌଣସି ଜାଗାରେ ସେମାନେ ତୁମକୁ ଦେବେ। ଏଠି ତୁମେ ଫ୍ରେଶର ହୁଅ କିମ୍ବା ଏକ୍ସପିରିଏନ୍ସ ହୁଅ ଆବେଦନ କରିପାରିବ। ଏକ୍ସପିରିଏନ୍ସ ଯଦି ତୁମର ନାହିଁ, ଫ୍ରେଶର ଯଦି ତୁମେ ଅଛ ତୁମେ ମାନେ କରିପାରିବ। ତ ଏପ୍ଲାଏ କେମିତି କରିବ? ଏପ୍ଲାଏ କରିବା ପାଇଁ ଦେଖ ଏଠି ତୁମର ଏପ୍ଲାଏ ନାଉ ଉପରେ କ୍ଲିକ୍ କରିବ। ପ୍ରଥମେ ତୁମେ ଏଠି ତୁମର ନାଁ ଦେଲ, ତୁମର ଯାହା ନାଁ ଅଛି ତାକୁ ଦେଲ। ଜେଣ୍ଡର ମେଲ କିମ୍ବା ଫିମେଲ, ତୁମର ଇମେଲ ଆଇଡି କୁ ତୁମେ ଏଠି ଭରିଲ। ତା ସହିତ କଣ୍ଟ୍ରି ତମର ଯୋଉ ଆମର ତ ଇଣ୍ଡିଆ, ତମେ ମାନେ ଏଠି ଇଣ୍ଡିଆ ସିଲେକ୍ଟ କଲ ବୁଝିଲା। ତାପରେ ସେ କହିଛି ତମର ସିଟି, ବର୍ତ୍ତମାନ ତମର କୋଉ ସିଟି ତମେ ତାକୁ ଦେଲ। ସିଟି ଦେଖି ଦେଇ ସାରିଲା ପରେ ତମର ହଉଛି ଲୋକେସନ, ତମର ଯଦି ସିଟି ଆଉ ଲୋକେସନ ସେମ୍ ଅଛି ତାହେଲେ ତୁମେ ମାନେ ସିଟି ଆଉ ଲୋକେସନ କୁ ଏଠି ସେମ୍ ଦେଇପାରିବ। ମୋବାଇଲ ନମ୍ବର ପିଲାମାନେ ତୁମର ଏଟା ଭଲ ଭାବରେ ଦବ। କ୍ୱାଲିଫିକେସନ ତୁମେ କଣ ପଢିଛ, ଯଦି ତୁମର ଦେଖ ସେ ତୁମକୁ ଯେହେତୁ ଗ୍ରାଜୁଏସନ করতে କହିଛି ତେଣୁ ତୁମେ ଏଠି ବିଏ ବିଏସସି ଯାହା ବି ପଢିଛ ତୁମେ ଦେଇପାରିବ। এই ଯୋଉ ଏକ୍ସପିରିଏନ୍ସ ପିଲାମାନେ ଦେଇଛି, ଯଦି ତୁମେ ଫ୍ରେଶର ତାହେଲେ ଫ୍ରେଶର ଦବ। ଯଦି ତୁମ ମାନଙ୍କର କିଛି ଏକ୍ସପିରିଏନ୍ସ ଅଛି ତାହେଲେ ତୁମେ ମାନେ ଦେଇପାରିବ, ଯଦି କିଛି ନାହିଁ ତାହେଲେ ଆକୁ ଫ୍ରେଶର ସିଲେକ୍ଟ କରିବ। ତାପରେ ତୁମର ଏଟା ସେ କହିଛି କରେଣ୍ଟ ଆନୁଆଲ ସାଲାରୀ ହେଲା, ମାନେ ଏଟା ଏଟା କୋଉ ମାନଙ୍କ ପାଇଁ ଏଟା ତୁମର ସେ କହିଛି ଯଦି ତୁମେ ଫ୍ରେଶର ପିଲାମାନେ ତାହେଲେ ଏଠି ଆକୁ ଖାଲି କିଛି ଦବା ଦରକାର ନାହିଁ। ଆକୁ ଏମିତି ଲାକ୍ସ ଥାଉଜେଣ୍ଡ ରଖିକି ଆକୁ ଏମିତି ବ୍ଲାଙ୍କ ଛାଡ଼ିଦବ, କାରଣ ତୁମେ ତ କିଛି ଚାକିରି କରିନ କୋଉଠୁ ଆଣିବ। କିମ୍ବା ଯଦି ତୁମେ ବି କୌଣସି ଚାକିରି ବାକିରି ବି କରୁଛ ତୁମେ ଆକୁ ମିନିମମ 1 ଲାख ଦେଇପାରିବ। ଯଦି ତୁମେ କିଛି ବି କରୁଛ ତୁମେ ତାକୁ ଦେଇପାରିବ, ଟ୍ୟୁସନ ବି କରୁଛ କିମ୍ବା କିଛି ବି କରୁଛ ତାକୁ ଦେଇପାରିବ। ନୋଟିସ ପିରିୟଡ ପିଲାମାନେ ତୁମେ ଯଦି କୌଣସି ଜାଗାରେ ଚାକିରି କରିଛ ତୁମେ ଇମିଡିଏଟ ଜଏନ କରିବା ପାଇଁ ଚାହୁଁଛ ତାହେଲେ 50 ଡେଜ ଅର ଲେସ୍ ତୁମେ ଦେଇପାରିବ, 15 ଦିନ ଭିତରେ ଦେଇପାରିବ। ତାପରେ ଏଠି ତୁମେ ଦବ ତୁମର ସ୍କିଲ୍ କଣ କଣ ଅଛି। ସ୍କିଲରେ ତୁମେ କଣ କଣ ଦବ, ଯେ ତୁମେ କଣ ଶିଖିଛ, ତୁମେ ଯଦି କମ୍ପ୍ୟୁଟରରେ ତୁମର କଣ ସ୍କିଲ୍ ଅଛି, ତୁମେ ସ୍ପୋକେନ ଇଂଲିଶ, କାରଣ ଯେହେତୁ ଏଟା ହଉଛି ତୁମର ଗୋଟେ ମାନେ ତୁମର ଫୋନରେ କଥା ହବାର ଅଛି, ତୁମେ ସ୍ପୋକେନ ଇଂଲିଶ ଶିଖିଛ କି କଣ ଶିଖିଛ, ତୁମେ ତୁମର ସେଇ ସ୍କିଲ୍ ଗୁଡିକ ଯାହା ବି ତୁମର ସ୍କିଲ୍ ଅଛି ସେଇ ସ୍କିଲ୍ ଗୁଡିକୁ ତୁମକୁ ଏଠି ଦବା ପାଇଁ ପଡିବ। ତାପରେ ଦେଖ ସେ ତୁମକୁ କଣ କହିଛି, ତମର ଯୋଉ ରେଜୁମେ ରହୁଛି ବା ବାୟୋଡାଟା ରହୁଛି, ବାୟୋଡାଟାକୁ ଏଠି ତମେ ସିଲେକ୍ଟ କରିବ। ସବୁବେଳେ ମନେ ରଖ ଏଇ ଯୋଉ ଚାକିରି ଗୁଡିକ ପିଲାମାନେ ଯେତେବେଳେ ତୁମର ଆସେ ନା, ଏଇ ଚାକିରି ଗୁଡିକ ତମର ଆସି କୋଉ ମାନଙ୍କୁ ମିଳେ ନା ଯୋଉ ମାନଙ୍କର ହଉଛି ବାୟୋଡାଟା ବା ରେଜୁମେ ଯୋଉ ମାନଙ୍କର ଭଲ ଥାଏ। ଯଦି ତୁମର ବାୟୋଡାଟା ବା ରେଜୁମେ ଭଲ ରହିଛି ଏଠି ତୁମ ମାନଙ୍କୁ ଚାକିରି ମିଳିବ ଏବଂ ସବମିଟ କରିଦବ। ସବୁବେଳେ ପିଲାମାନେ ଗୋଟେ କଥା ମନେ ରଖିବ, ଏଇ ଯୋଉ ତମର ଥାର୍ଡ ପାର୍ଟି କମ୍ପାନୀ ବା ଯୋଉ ମେନ୍ ପାୱାର କମ୍ପାନୀ ଥ୍ରୋରେ ଯୋଉ ନିଯୁକ୍ତି ଗୁଡିକର ହୁଏ, ଯଦି ସେମାନେ ତୁମକୁ ଟଙ୍କା ମାଗୁଛନ୍ତି କେବେ ବି ଏଇ ଜାଗାରେ ତୁମେ ଟଙ୍କା ଦବ ନାହିଁ, କେବେ ବି କାହାରିକୁ ଟଙ୍କା ଦବ ନାହିଁ। ତମେ ଏମିତି କରିପାରିବ କିନ୍ତୁ କେବେ କାହାକୁ ଟଙ୍କା ଦବ ନାହିଁ। ତ ଏଇଟା ପିଲାମାନେ ତାଙ୍କର ଦେଖ ଏଠି ତମର ରହୁଛି। ମୁଁ ତୁମମାନଙ୍କୁ ଡାଇରେକ୍ଟ ଲିଙ୍କ, ଯଦି ତୁମମାନଙ୍କୁ ଦରକାର ଡାଇରେକ୍ଟ ଲିଙ୍କ କୋଉଠୁ ପାଇବ ନା ମୁଁ ତୁମକୁ ମୋର ଟେଲିଗ୍ରାମ ଗ୍ରୁପ ଭିଡିଓ ଡେସ୍କ୍ରିପସନରେ ତୁମକୁ ମୁଁ ଟେଲିଗ୍ରାମ ଗ୍ରୁପର ଲିଙ୍କ ଦେଇଦେବି। ସେଠି ତମେ ମାନେ ଯାଇକି ଡାଇରେକ୍ଟ ଲିଙ୍କ ଏଇ ପେଜର ଲିଙ୍କ ଦେଇଦେବି, ତମେ ମାନେ ଏଠି କରିକି ଆକୁ ସବମିଟ କରିଦବ। ତାପରେ ଯଦି ତୁମେ ସର୍ଟଲିଷ୍ଟେଡ ପିଲାମାନେ ହଉଛ ଏଠି ସେମାନେ ତୁମକୁ ଚାକିରି ଦେବେ ଏବଂ ଏଠି ତୁମକୁ ସେମାନେ କଲ୍ କରିବେ, ମେସେଜ କରିବେ। କିନ୍ତୁ ଆଉ ଥରେ ମୁଁ ତୁମକୁ ଗୋଟେ କଥା କହିଦଉଛି, ଯଦି ସେମାନେ ତୁମକୁ କୌଣସି ପ୍ରକାର ଟଙ୍କା ମାଗିଲେ ଯେ ଟଙ୍କା ଦିଅ ନହେଲେ ଚାକିରି ଦବାନି, 10,000 ହଉ 20,000 ହଉ ଟଙ୍କା ଦବ ନାହିଁ। ହଁ ଏମିତି ବେଳେ ବେଳେ ପିଲାମାନେ ହୁଏ 1,500 2,000 ଟଙ୍କା ସେମାନେ ମାଗନ୍ତି କଣ ପାଇଁ ନା ଟ୍ରେନିଂ ପର୍ପଜ ପାଇଁ, କିନ୍ତୁ ସେଟା
ପରବର୍ତ୍ତୀ ମୋମେଣ୍ଟରେ ତାଙ୍କର କ'ଣ ଥାଏ ନା ସେମାନେ ତାକୁ ରିଫଣ୍ଡ ମଧ୍ୟ ଦେଇ ଦିଅନ୍ତି। ମାନେ ପ୍ରଥମ ଥର ଯୋଉ ମାଗିଲେ ତାପରେ ସେମାନେ ତମକୁ ରିଫଣ୍ଡ ଦେଇ ଦିଅନ୍ତି। ତେଣୁ ଯଦି ସେମିତି ତମକୁ ମାଗୁଛନ୍ତି ତାହେଲେ କିଛି ଅସୁବିଧା ନାହିଁ। କିନ୍ତୁ ଯଦି ତୁମକୁ 10,000 20,000 ଟଙ୍କା କେହି ଡିମାଣ୍ଡ କରୁଛନ୍ତି ସେଇ କେସରେ ତମେ ମାନେ ଏଠି ଜମା ଦବ ନାହିଁ। ତ ଏଇଟା ପିଲାମାନେ ଥିଲା। ତମର ଯଦି କିଛି ଡାଉଟ ରହୁଛି ତାହେଲେ ତମେ ତାଙ୍କ ସହିତ କଥା ହେଇପାରିବ ହେଲା। ଏବଂ ଏଠି ତମମାନେ ଆବେଦନ କରିଦିଅ କାରଣ ଲାଷ୍ଟ ଟାଇମ ପିଲାମାନେ ଲାଷ୍ଟ ଡେଟ୍ ରହୁଛି ଅଳ୍ପ ଦିନ ଭିତରେ ତମର ରହୁଛି ଯେକୌଣସି ମୋମେଣ୍ଟରେ ଏଟା ତମର ବନ୍ଦ ହେଇଯାଇପାରେ। ତେଣୁ ତମେ ମାନେ ଏଠି କରିପାରିବ। ମନେ ରଖିଥାଅ ଏଠି ତମର ଯୋଉ କ୍ୱାଲିଫିକେସନ ରହୁଛି ସେଟା ଗ୍ରାଜୁଏସନ ରହୁଛି ତା ସହିତ ତମେ ଯଦି ଫ୍ରେଶର କ୍ୟାଣ୍ଡିଡେଟ ତମେ ମାନେ କରିପାରିବ। ଏବଂ ସବୁଠୁ ବଡ କଥା ହେଲା ଏଠି ଯୋଉ ଭ୍ୟାକେନ୍ସି ଗୁଡିକ ପିଲାମାନେ ରହୁଛି ଏଟା ତୁମର ନିଜ ଡିଷ୍ଟ୍ରିକ୍ଟରେ ରହୁଛି ଯେମିତି ବାଲେଶ୍ୱର ଭୁବନେଶ୍ୱର ଢେଙ୍କାନାଳ ପୁରୀ ବ୍ରହ୍ମପୁର ଅନୁଗୁଳ ଖୋର୍ଦ୍ଧା ଜଗତସିଂହପୁର ପାରାଦୀପ ନିଜ ନିଜ ଡିଷ୍ଟ୍ରିକ୍ଟରେ ପିଲାମାନେ ତମର ରହୁଛି। ଦରମା କମ ରହୁଛି ଇନିସିଆଲି ଦରମା କମ ରହୁଛି କିନ୍ତୁ ତମର ଏଟା ଭଲ ରହୁଛି ଘର ପାଖରେ ରହିକି ତମେ କରିବ। କିନ୍ତୁ ଆଉ ଟିକେ ଜିନିଷ ଦେଖ ତୁମ ପାଖରେ କଣ କଣ ସ୍କିଲ୍ ଥିବା ଦରକାର ଦେଖ ତୁମେ ସପୋର୍ଟ ମାନେ ତୁମ ମାନଙ୍କର କମ୍ୟୁନିକେସନ ଠିକ ଥିବା ଦରକାର ତୁମ ମାନଙ୍କ ଠିକ ସମୟରେ କଥା ହେଇ ପାରୁଥିବା ଦରକାର ଇଂଲିଶ ହିନ୍ଦୀ ଓଡ଼ିଆ ଏସବୁ ତୁମେ ଜାଣିଥିବା ଦରକାର ଟାଇପିଂ ତୁମ ପାଖରେ ସ୍କିଲ୍ ଥିବା ଦରକାର ପିଜିଡିସିଏ ବା କମ୍ପ୍ୟୁଟର ତୁମେ କରିଥିବା ଦରକାର ଏସବୁ ଜିନିଷରେ ତମର ଟିକେ କି ସ୍କିଲ୍ ଥିବା ଦରକାର ଯଦି ତୁମେ ଅଛି ତାହେଲେ ତୁମ ମାନଙ୍କର ଏଠି ଆରାମରେ ରହିଯିବ। ତ ସେମାନଙ୍କର ପିଲାମାନେ ଦେଖ ଏଠି କିଛି ଲେଖାଯାଇନି ଯେ ତୁମର ମାନେ ବୟସ କିଛି ଲେଖାଯାଇନି ବୟସ ମିନିମମ୍ ତୁମର 18 ଥିବ ନା ଗ୍ରାଜୁଏସନ ଅଛି ମାନେ ତୁମର 20 ବର୍ଷ ଧରିକି ତୁମେ ଚାଲ। ତାପରେ ଲାଷ୍ଟ ଡେଟ୍ ପିଲାମାନେ କିଛି ଲେଖାଯାଇନି ତେଣୁ ତମେ ଯେତେ ଶୀଘ୍ର ପାରୁଛ ଏଠି ଆବେଦନ କରିଦିଅ। ମୁଁ ତୁମକୁ ଡାଇରେକ୍ଟ ଲିଙ୍କ ଦେଇଦେବି ତମେ ମାନେ ଯେତେ ଶୀଘ୍ର ପିଲାମାନେ ପାରୁଛ ଏଠି ଆପ୍ଲାଏ କରିଦିଅ ଡାଇରେକ୍ଟ ଲିଙ୍କ ଉପରେ କ୍ଲିକ୍ ଆପ୍ଲାଏ କରିଦେଇ ପାରିବ। ଆଉ ଯଦି କିଛି ଡାଉଟ ଅଛି ତମେ ମାନେ କମେଣ୍ଟ ସେକ୍ସନରେ ପଚାରି ପାରିବ। ଏବଂ ଯେମିତି ମୁଁ କହିଲି ଯଦି ତୁମେ ପ୍ରିପାରେସନ କରିବା ପାଇଁ ଚାହୁଁଛ ତେବେ ଆଉ ଟିକେ ବି ଲେଟ୍ ନ କରିକି ନିଜର ପ୍ରିପାରେସନ ଜର୍ଣ୍ଣିକୁ ଷ୍ଟାର୍ଟ କରିଦିଅ। ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି ସେଠୁ ଯାଇକି ତମେ ମାନେ ପ୍ରିପାରେସନ କରିଦିଅ। ତ ଆଜି ପାଇଁ ଏତିକି ରହିଲି ନମସ୍କାର ଜୟ ଜଗନ୍ନାଥ।